हेलो फ्रेंड्स, वेलकम बैक टू माय चैनल। এই ভিডিଓରେ ମୁଁ ଆପଣମାନଙ୍କ ସହିତ ଆଉ ଗୋଟେ ରେସିପି ସେୟାର କରିବି ଯାହାର ନାଁ ହେଉଛି ଢିଙ୍ଗିରି ଛତୁ ବେସର। ତାହେଲେ ଆପଣମାନେ এই ଛତୁଟାକୁ ଦେଖିପାରୁଥିବେ। ଆମେମାନେ ଅଲଗା ଛତୁଗୁଡ଼ା ମଧ୍ୟ ତ ଖାଉ, କିନ୍ତୁ ଏଇଟା ଟିକେ ୟୁନିକ୍ ଟାଇପ୍ର ଆପଣମାନେ ଦେଖିକି ଜାଣିପାରୁଥିବେ ଆଉ କରିକି ମଧ୍ୟ ନିଶ୍ଚିତ ଖାଇଥିବେ। ମୋତେ କମେଣ୍ଟରେ ନିଶ୍ଚୟ ଜଣାଇବେ ଆପଣ এই ଛତୁରେ କ'ଣ କ'ଣ ରେସିପି ପ୍ରିପେୟାର କରି ଖାଇଛନ୍ତି। ତ ଚାଲନ୍ତୁ ମୁଁ ଏଥିପାଇଁ ଯାହା ଯାହା ଇନଗ୍ରିଡ଼ିଏଣ୍ଟସ୍ ନେଇଛି ଆପଣଙ୍କୁ ପ୍ରଥମେ ଦେଖାଇ ନେଉଛି। ପ୍ରଥମେ ଏଇଠି ମୁଁ କ'ଣ କରିଛି, ଛତୁଟାକୁ ଭଲ ଭାବରେ ଧୋଇ ନେଇଛି ଆଉ ତାକୁ ଏମିତି ଛୋଟ ଛୋଟ କରିକି କାଟି ନେଇଛି। ନେକ୍ସଟ ଏଇଠି ଦେଖିପାରୁଥିବେ ଆଳୁ ଦୁଇଟାକୁ ମୁଁ ଏଇଠି ଛୋଟ ଛୋଟ କରିକି କାଟି ନେଇଛି। ତାପରେ ଏଇଠି ଗୋଟେ ଟମାଟୋ ଆଉ ଦୁଇଟା ପିଆଜ, ଏତିକି ହେଉଛି ସେଥିରେ ୟୁଜ୍ କରିବା ପାଇଁ ଇନଗ୍ରିଡ଼ିଏଣ୍ଟସ୍। ତାକୁ ଛାଡ଼ିକି ଯାହା ମୁଁ ମସଲା ପ୍ରିପେୟାର କରିଛି ଆପଣଙ୍କୁ ସେଇଟା ଏବେ ଦେଖାଇ ନେଉଛି। ଏଠି ଦେଖିପାରୁଥିବେ ଏଇଟା ହେଉଛି ସୋରିଷର ମସଲାଟା, ଯେଉଁଥିରେ କି କ'ଣ କ'ଣ ପଡ଼ିଛି ମୁଁ ଆପଣଙ୍କୁ କହିଦେଉଛି। ସୋରିଷ 2 ସ୍ପୁନ୍, ଜିରା 1 ସ୍ପୁନ୍, 2ଟା କଞ୍ଚା ଲଙ୍କା ଆଉ ଗୋଟେ ରସୁଣର ପୁରା ସବୁଯାକ କୋଲା ମୁଁ ଏଥିରେ ପକାଇ ଦେଇଛି। ଆଉ ଗୋଟେ ପିଆଜକୁ ମୁଁ ଏଥିରେ ପକାଇକି ଗ୍ରାଇଣ୍ଡ କରିନେଇଛି। ତ ଏବେ ମୁଁ ଗ୍ୟାସ୍ର ଫ୍ଲେମ୍ ଅନ୍ କରିକି ପ୍ରଥମେ ଗୋଟେ କଡ଼େଇ ବସାଇ ନେଉଛି। ଏଥିରେ କଡ଼େଇଟା ବସାଇ ସାରିଲା ପରେ ଏଇଟା ଟିକେ ହିଟ୍ ହେବା ପାଇଁ ଛାଡ଼ିଦେବେ। ତାପରେ 3 ରୁ 4 ସ୍ପୁନ୍ ଏଥିରେ ତେଲ ଦେବେ। ଏଇଟା ଏବେ ଏଇଠି ହିଟ୍ ହେଇଗଲା, ତ ମୁଁ ଏଇଠି ତେଲଟା ବର୍ତ୍ତମାନ ଏଥିରେ ପକାଇ ନେଉଛି। ଏଇଠି ଦେଖିପାରୁଥିବେ ଏବେ ତେଲଟା ପଡ଼ିଗଲା ପରେ ସେଇଟା ମଧ୍ୟ କିଛି ସମୟ ଗରମ ହେବା ପାଇଁ ଛାଡ଼ିଦେବେ। ତେଲଟା ଏଇଠି ଗରମ ହେଇଗଲା, ତ ମୁଁ ଏବେ 1 ସ୍ପୁନ୍ ଏଥିରେ ସୋରିଷ ପକାଉଛି। ତାପରେ ଅଳ୍ପ ଭୃଷଙ୍ଗ ପତ୍ର ଏହି ସମୟରେ ହିଁ ଆପଣ ପକାଇ ଦିଅନ୍ତୁ। ତାପରେ ଯେଉଁ କାଟିକି ପିଆଜ ରଖିଥିଲି ସେଇଟା ଏବେ ବର୍ତ୍ତମାନ ପକାଉଛି। ଏସବୁକୁ ପ୍ରଥମେ ଭଲ ଭାବରେ ଭାଜି ନିଅନ୍ତୁ। ଦେଖିପାରୁଥିବେ ଏ ସବୁଗୁଡ଼ାକ ପକାଇ ସାରିଲା ପରେ ମୁଁ ଏଇଟାକୁ ଏବେ ବର୍ତ୍ତମାନ ଭଲ ଭାବରେ ଭାଜି ନେଉଛି। ଏଇଟା ଯେତେବେଳେ ଭାଜି ହେଇଯିବ ଅଳ୍ପ, ତାପରେ ଆପଣମାନେ କ'ଣ କରିବେ, ଛତୁଟାକୁ ଏଥିରେ ପକାଇକି ଟିକେ ପାଣି ବାହାରିଲା ପର୍ଯ୍ୟନ୍ତ ଆପଣ ସେଥିରେ ଭଲ ଭାବରେ ଫ୍ରାଏ କରିନେବେ। ଆପଣମାନେ ଛତୁଟାକୁ ଧୋଇଲା ବେଳେ ଥରେ ଦୁଇ ଥର ଭଲ ଭାବରେ ତାକୁ ଧୋଇ ନେବେ, ନହେଲେ ବାଲି ରହିଯାଇପାରେ। ପିଆଜଟା ଏବେ ଭାଜି ହେଇଗଲା, ତ ମୁଁ ଏଥିରେ ଏବେ ଯେଉଁ କାଟିକି ରଖିଥିଲି ଛତୁ ସେଇଟା ଏବେ ପକାଇ ନେଉଛି। ଏଇଟାକୁ ମଧ୍ୟ ମୁଁ ଏବେ ଭାଜି ନେବି। ଛତୁଟାକୁ ଭଲ ଭାବରେ ଚିପୁଡ଼ି ଦେଇଥିବେ, ତାହେଲେ ଯାଇକି ଅଳ୍ପ ପାଣି ବାହାରିବ। ଛତୁଟା ଏବେ ଭଲ ଭାବରେ ଭାଜି ହେଇଗଲାଣି, ତ ମୁଁ ଏଥିରେ କ'ଣ କରିବି, ଯେଉଁ ସୋରିଷ ମସଲାଟା ପ୍ରିପେୟାର କରି ରଖିଥିଲି, ବାଟିକି ରଖିଥିଲି, ତାକୁ ଏବେ ପକାଇଦେବି। ସେଇଥିରୁ ମୁଁ ଏଥିରେ 3 ସ୍ପୁନ୍ ପକାଉଛି। ସୋରିଷଟାକୁ ମୁଁ ଏଇଥିରେ ହିଁ ଭଲ ଭାବରେ କଷି ନେବି। ୟା ସାଙ୍ଗରେ ହିଁ ତାକୁ ମିଶାଇକି ଭଲ ଭାବରେ କଷି ନିଅନ୍ତୁ। ତାକୁ ଏମିତି ଛାଡ଼ିବେନି, ନହେଲେ ସେଇଟା ଲାଗିଯାଇପାରେ, ଆପଣମାନଙ୍କୁ ପରେ ସେଇଟା ସ୍ମେଲ୍ ହେବ। ଆଉ ଏଇ ଟାଇମ୍ରେ ହିଁ ମୁଁ ସେଥିରେ ଅଳ୍ପ ହଳଦୀ ଗୁଣ୍ଡ ଆଉ ଅଳ୍ପ ଲଙ୍କା ଗୁଣ୍ଡ ଆଡ଼୍ କଲି, ହାଫ୍ ଟିସ୍ପୁନ୍। ଯେହେତୁ ସୋରିଷ ମସଲାଟା ଦିଆହେଇଛି, ତେଣୁକରି ଏସବୁର ଅଧିକ ୟୁଜ୍ ନ କଲେ ବି ଚଳିବ। ଏବେ ଦେଖିପାରୁଥିବେ ଏଇଟାକୁ ମଧ୍ୟ ମୁଁ ସେମ୍ ଟାଇମ୍ରେ କଷି ନେବି। ଆପଣମାନେ ଦେଖିପାରୁଥିବେ ଏମିତି କଷିଲା ଟାଇମ୍ରେ ଆପଣମାନେ ଯେତେବେଳେ ଦେଖିବେ ଏଇଠି ସାଇଡ଼୍ରୁ ଯେତେବେଳେ ଅଳ୍ପ ଅଳ୍ପ ଟିକେ ତେଲ ଦେଖାଯିବ, ମାନେ ସେଇଟା ଭଲ ଭାବରେ ପୁରା କଷି ହେଇଯାଇଛି। ଏଇଠି ଏବେ ଛତୁଟା କଷି ହେଇଗଲା ଭଲ ଭାବରେ, ଯେଉଁ ସୋରିଷଟା ଥିଲା ମଧ୍ୟ ସେଇଟା ବି ହେଇଗଲା। ତ ଏଇ ଟାଇମ୍ରେ ହିଁ ମୁଁ କ'ଣ କରୁଛି, ଏବେ ଆଳୁ ଏଥିରେ ପକାଇକି ସେଇଟାକୁ ମିଶାଇ ନେବି। ଦେଖିପାରୁଥିବେ ଆଳୁଟାକୁ ମଧ୍ୟ ମୁଁ ସେପରି ହିଁ ଏଥିରେ ଭାଜି ନେଉଛି। ଯେହେତୁ ମସଲାଟା ହେଇ ଆସିଲାଣି,
तो आउ अधिका टाइम लागबनी आलूटा मध्य खूब शीघ्र सिझीजिव। आलूटा पकई सारा पर मुझे टिके लिडटा को कवर करके छाड़ीदेवी 2 ରୁ 3 मिनिट पाई। देखिपे एबे एथिरे जहाँ भी पानी थिला सेटा आपे आपे बाहरी आसला, तेणुक आउ आपण एक्सट्रा जमारू पानी देबेनी। यही टाइम रे ही मु कौन करी एथिरे लूण ऐड करदेवी। लूण ये मु 1 टीस्पून पकईची, आपण मैंने निज टेस्ट हिसाब रे से अधिक कम यूज करें। तापरे यही समय रे मु कौन करी टमाटोटा को मध्य एथिरे पकईदेवी। आलू आउ छतुटा अल्प सीझी सारा पर ही आपण मैंने टमाटोटा को देबे, आउ किछि समय घोड़े देबे ताकू। टमाटोटा को पकई सारा पर पूरा लास्ट रे एठी मु 1 टीस्पून दोची मसला पाउडर। आपण मैंने जो भी करी पाउडर यूज करें एथिरे, तो सेरा पकई देकी मुझे लिडटा कवर करिकी आउ 10 मिनिट पई छाड़ीदेवी ताकू। 10 मिनिट पर काढ़ी सारा पर आपण मैंने देखिपारे एटा पूरा एबे रेडी हो गला, आउ पूरा भल भाव में सीझी मध्य जाइछि। एबे आपण मैंने हाई फ्लेम रे रखिकी एमती टिके चले नियंतु। एटा पूरा एबे रेडी हो गला, आपण मैंने देखिपारे। तेबे गैस रो फ्लेम को ऑफ करिकी ताको गोटे प्लेट को बाहर कर नियंतु। आपण मैंने एटा घरे तैयारी करंतु आउ खाआंतु, आउ केमिति टेस्ट लागिला मते निश्चय कमेंट सेक्शन रे जणांतु। आउ जदि मोर आज रे वीडियोटा आपण मानको भल लगी थाए आज रे रेसिपीटा, ताहाले मो चैनल को लाइक शेयर आउ सब्सक्राइब करने को जमारू भूलिबेनी। आउ मो चैनल रे एमती सब वीडियो देखिया पाई बेल आइकन को प्रेस करके ऑल नोटिफिकेशन को क्लिक कर देबे।